ହ୍ୟାଲୋ ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ। ପୁଣି ଥରେ ଆସିଗଲି ଆପଣମାନଙ୍କ ପାଇଁ ଆଉ ଗୋଟେ ବ୍ଲଗ୍ ନେଇକି, ନୂଆ ବର୍ଷର ପ୍ରଥମ ବ୍ଲଗ୍। ତ ସମସ୍ତଙ୍କୁ ୱିଶ୍ ୟୁ ମେନି ମେନି ହ୍ୟାପି ନ୍ୟୁ ଇୟର୍। ଆଉ ଲେଟ୍ ନ କରିକି ଚାଲ ଷ୍ଟାର୍ଟ କରିବା। ବୋଲେ ନୂଆ ବର୍ଷ ମୋ ପାଇଁ କିଛି ଖାସ୍ ନୁହେଁ, ଯେହେତୁ ସବୁ କ୍ୟାଲେଣ୍ଡର ବଦଳେ, ସେ ଯୁଗରୁ ମୋ ଲାଇଫ୍ର ବି କ୍ୟାଲେଣ୍ଡର ହିଁ ବଦଳେ। ନୂଆ ବର୍ଷରେ ବି କାମ, ମୁଁ କ'ଣ କାମ କରୁଛି କ'ଣ ନାହିଁ ଏଇଟା କେହି ଜାଣିନଥିଲେ। ପାର୍ସଲ ଡେଲିଭରି ବୟ, ଆମେ ପାର୍ସଲ ଡେଲିଭରି ବୟ। ଆଉ ସକାଳୁ ସକାଳୁ ଉଠିକି ଶୀଘ୍ର କାମକୁ ଚାଲିଲେ। ଦେଖନ୍ତୁ କୁକୁଡ଼ା ଦେଖନ୍ତୁ, କୁକୁଡ଼ା ଦେଖ ଖାଲି କୁକୁଡ଼ା। ଅଫିସକୁ ଯିବା, ପାର୍ସଲ ଆଣିବା, ତାପରେ କାମରେ ବାହାରିବ। ଗାଡ଼ି ଫାଡ଼ି କିଛି ବି ଦେଖା ହଉନି, ଦେଖିପାରୁଥିବ। କୁହୁଡ଼ା ଏବେ ତ କମିଛି, କାଲି ପରଦିନ ଯେଉଁ ଥିଲା ଆହୁରି ବହୁତ କୁହୁଡ଼ା ପଡ଼ିଥିଲା। ଚାଲ ଯିବା ଅଫିସକି। ଅଫିସରେ କିଏ କିଏ ଆସିଲେଣି ସବୁ ଦେଖିବା, ଦେଖିପାରୁଥିବେ। ଏଇଟା ହେଉଛି ଆମ କଦମ ସାହି ଛକ। ଲୋକ ଘରୁ ବାହାରୁ ନାହାନ୍ତି, କେବଳ ଶୀତ ପାଇଁ ବାହାରୁ ନାହାନ୍ତି। ସାମ୍ନାରେ ଯେଉଁ ଦେଖୁଛ ଏଇଟା ହେଉଛି ଆମ ଅଫିସ୍। କମ୍ପ୍ୟୁଟର ପାଖରେ ଯେଉଁ ମହାନ ବ୍ୟକ୍ତି ବସିଛନ୍ତି ସେ ହେଉଛନ୍ତି ନୀଲୁ ଭାଇ ବା ଅଶ୍ୱିନୀ ଭାଇ। ଆଉ ତାଙ୍କ ପାଖରେ ବାପୁ ଭାଇ ଠିଆ ହେଇଛନ୍ତି। ଆଉ ଏ ଯେଉଁ ପେଟ କୁଣ୍ଡେଇକି ଯେଉଁ କଥା ହେଉଛନ୍ତି ଇଏ ହେଉଛନ୍ତି ସୁବେଶ ସାର୍ ବା ସୁବେଶ ଭାଇ। ଆଉ ଆହୁରି ଦୁଇ ଜଣ ମହାନ ବ୍ୟକ୍ତି ଆସିନାହାନ୍ତି ଏତେ ଯାଏଁ ହେଲା। ନୂଆ ବର୍ଷ ତ, ଆଉ ରାତିରେ କ'ଣ ଚାଲିଥିବ କ'ଣ ନାହିଁ, ଲେଟ୍ ନାଇଟ୍ ଶୋଇଥିବ, ଏତେ ନାହିଁ ଆସିନାହାନ୍ତି। ଏଇ ହେଉଛି ମୋ ହେଲା। ଆଉ ଏଇ ପାର୍ସଲ ଦେଖିପାରୁଥିବ, ଏଇଟା ହେଉଛି ମୋ ପାର୍ସଲ। ଅଫିସର ମୋର କାମ ସରିଗଲା, ମୁଁ ପାର୍ସଲ ନେଇକି ବାହାରି ଆସିଲି ହେଲା। ପାର୍ସଲ ବେଶୀ ବି ନାହିଁ, 20-30ଟା, 20ଟା ଭିତରେ ହିଁ ପାର୍ସଲ ଅଛି। ଦେଖୁଛୁ ଦେଖ, ଏ ପାର୍ସଲ ପଛ ଆଡ଼େ 2ଟା ପାର୍ସଲ ଅଛି। ଖରା ଏବେ ଟିକେ ଟିକେ ଯାହା ଖରା କଲାଣି, ଆମର ରୋଡ଼ ଦେଖିପାରୁଥିବ। ପାର୍ସଲ ବେଶୀ ନାହିଁ, ଯିବା ଯେତେ ଜଲ୍ଦି ପାର୍ସଲ ସାରିବା। ଯିମି ଘର ଶୋଇମି। ନୂଆ ବର୍ଷଟା ଆଜି କିଛି କାମ ନାହିଁ, ବୁଲାବୁଲି ବି ଦେଖିବା କ'ଣ ହେଉଛି। ବୁଲାବୁଲି କଥା କିଛି ନାହିଁ, ଦେଖିପାରୁଥିବ। ରୋଡ଼ ଦେଖ ପୁରା ଫାଙ୍କା, ଥଣ୍ଡା ପ୍ରବଳ ମାତ୍ରାରେ ପକଉଛି। 2 ଦିନ ହେଲାଣି ଥଣ୍ଡା ଏତେ ମାତ୍ରାରେ ପକଉଛି ଯେଉଁଟାକି ସହିବା କଷ୍ଟକର ହେଇଯାଉଛି। ପୁରା ଅଲଗା ପ୍ରକାର ଥଣ୍ଡା ପକଉଛି। କୁହୁଡ଼ି, କାଲି ପରଦିନ ତ କୁହୁଡ଼ି ଏତେ ମାତ୍ରାରେ ହେଇଥିଲା ଯେ ଦେଖା ବି ହଉନଥିଲା, ଗାଡ଼ି ଚଲେଇବା ବୋଧେ ମାନେ ପାର୍ସଲ ଦେବା ତ ଅସମ୍ଭବ କଥା ଥିଲା। ଯେଉଁଟାକି ମୋର କାଲି ପରଦିନ କୁହୁଡ଼ି ମାନେ ପ୍ରବଳ କୁହୁଡ଼ି ଥିଲା। ଏ ଦେଖ, ନ୍ୟୁ ଇୟର ପାଇଁ ଆମର ସ୍କୁଲ ଫୁଲ ବନ୍ଦ ଅଛି ବୋଧେ। ଏବେ ତ 9ଟା ବାଜିଛି, ସ୍କୁଲ ଖୋଲା ହେଇନି 10ଟା ପରେ। ଫାଷ୍ଟ ପାର୍ସଲ ଅଛି ଏଇ ଗଳି ଭିତରେ, ଚାଲ ଯିବା ଦେଇକି ଆସିବା। ମାଙ୍କ ମନ୍ଦିର, କାମରେ ଏ କାମରେ ମୋତେ ସେମିତି କିଛି କଷ୍ଟ ଲାଗେନି ହେଲା। କାମ ଆରାମସେ ହସି ହସିକି ମୁଁ କରେ, ଯୋଉ ବି କାମ ହଉ କାମ ହସି ହସିକି କରେ ହେଲା। ଲୋକ ଉଠିଥିବେ କି ନାହିଁ ମୁଁ ଆସିଛି ପାର୍ସଲ ଦେଇତେ, ଦେଖିପାରୁଥିବ। ମୁଁ ସେତେବେଳୁ କହୁଛି ଯେ ମୁଁ ପାର୍ସଲ ଡେଲିଭରି କରେ, କେଇଥର କରେ ମୁଁ କହିନାହିଁ। ଫ୍ଲିପକାର୍ଟରେ ପାର୍ସଲ ଡେଲିଭରି କରେ, ଦେଖ। ଫାଷ୍ଟ ପାର୍ସଲ ଜୁତା। ସୂର୍ଯ୍ୟ ଦେଖିପାରୁଥିବ, ସୂର୍ଯ୍ୟ ଆସିଗଲାଣି ହେଲା। ସକାଳୁ ସକାଳୁ ତମେ ଉଠିଲ ନା ନାହିଁ ହେଲା, ତମେ ଉଠ ଜଲ୍ଦି। ଏଇ ଘରଟା, ଯିବା ପାର୍ସଲ ଦେବା ତାପରେ ଆସିବା। ବ୍ରୁମ୍ 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 ବ୍ରୁମ୍। ଫାଷ୍ଟ ପାର୍ସଲ ଡେଲିଭର୍ଡ ସରିଗଲା, ଏବେ ଯିବା। ଆହୁରି ପାର୍ସଲ ରହିଲାଣି, ପାର୍ସଲ ଆହୁରି ବହୁତ ଗୁଡ଼ା ରହିଛି ହେଲା। ଯିବା ଚାଲ। ରାସ୍ତା ଦେଖିପାରୁଥିବ, ଶୂନଶାନ ଉଛୁଣିକା ପୁରା। କେହି ଗୋଟେ ଗୋଟେ ଲୋକ ଯାହା ଘରୁ ବାହାରିଛନ୍ତି ନ୍ୟୁ ଇୟର ପାଇଁ। ନ୍ୟୁ ଇୟର କାଲି ଏପଟରେ ସେଲିବ୍ରେଟ୍ ହେଇଛି, ବହୁତ ଆଡ଼େ ସେଲିବ୍ରେଟ୍ ହେଇଛି। ପେଟ୍ରୋଲ ପମ୍ପ ମୋର ଏଇପଟେ ଏରିଆ ହିଁ ପଡ଼େ। କୁହୁଡ଼ି ଏବେ ବି ଅଛି, କୁହୁଡ଼ି ବିଲରେ ଏବେ ବି କୁହୁଡ଼ି ଅଛି ହେଲା। ଆମ ଏରିଆରେ ବାକି ଗରମ ଦିନର ଗରମ ପ୍ରବଳ ଲାଗିବ,
ଆଉ ଶୀତ ଦିନରେ ବି ଶୀତ ପ୍ରବଳ ନାଗେ ହେଲା। ଫାଷ୍ଟରୁ ଷ୍ଟାର୍ଟିଂରୁ ଶୀତ ପକାଏନି, କିନ୍ତୁ ତାପରେ ପରେ ଯେତେବେଳେ ଶୀତ ପକେଇବ ପ୍ରବଳ ମାତ୍ରାରେ ଶୀତ ପକାଏ। ଗୁପଚୁପ ଚାଲ ଆଜି ଗୁପଚୁପ ଖାଇବା ପଳେଇ ଆସ ହେଲା। ଏଇ ଭିତରେ ପାର୍ସଲ ଅଛି, 2ଟା କିଲୋମିଟର ପାର୍ସଲ ଅଛି ଆ ଭିତରେ ଦେଇକି ପୁଣି ଯିବା ଆଗକୁ ବଢିବା। ତ ନ୍ୟୁ ଇୟର ମୋ ନାଇକି ତ ଏତେ ବି କିଛି ଖାସ୍ ନୁହେଁ, ମାନେ କ୍ୟାଲେଣ୍ଡର ବଦଳିଲା ଭଳିଆ ଖାଲି ମୋ ପାଇଁ କ୍ୟାଲେଣ୍ଡର ହିଁ ବଦଳେ, ଆଉ କିଛି ବଦଳେନି। କିନ୍ତୁ 2026ରେ ଚେଷ୍ଟା କରୁଛି ନିଜ ଜୀବନଟାକୁ ପୁରା ବଦଳେଇବା ପାଇଁ ହେଲା। ମାନେ ରାସ୍ତା ପୁରା କଭର କରି ଚାଲିଛି, ଏମାନଙ୍କ ପାଇଁ ହଇରାଣଟା ହୁଏ ଆଉ ହେଲା। କଷ୍ଟମର ନଥିଲା, କଷ୍ଟମର ଅଛି ଆଉ ଗୋଟେ ଜାଗାରେ, ସେଠି ଯାଇକି ତାକୁ ଦେଇତେ ପଡିବ। ତ ସେଠିକି ସିଏ ଦୋକାନରେ ବସିଛି, ଦୋକାନ ଗଲେ ଦବା। ଏଇଠି ଦେଖୁଛ ଏଇ ବାଟେ ଗୋଟେ ପାର୍ସଲ ଅଛି, ଦେଇକି ଯିବା। ତ ସକାଳୁ କାଲି ରାତିରେ ତ କେହି ଶୋଇ ନଥିବେ, କିନ୍ତୁ ମୁଁ ଶୋଇଥିଲି କାହିଁକିନା ମୋର ଡ୍ୟୁଟି କରିବାର ଅଛି। ମୁଁ ଶୋଇଥିଲି। ଏଇ ଘରଟା ଏଇ ଘରଟା ତ ପାର୍ସଲଟା ଦେଇକି ତାପରେ ପୁଣି ହେଠିକି ଯିମି। ମ୍ୟାଡ଼ାମ ଅଛନ୍ତି ନା ଦେଖିଆ, ମ୍ୟାଡ଼ାମ ଅଛନ୍ତି ନା ତାଙ୍କୁ ଫୋନ ମାରେ, ତାଙ୍କ ପାର୍ସଲଟା ଦେଖିଆ। ଏଇ ପାର୍ସଲଟା ଦେଇ ଦେଇକି ଯିବା, ତାଙ୍କୁ ଫୋନ ମାରତେ ପଡ଼ିବ। ଫୋନ ମାରେ ତାପରେ ତୁମ ସହିତ ପାର୍ସଲ ଡେଲିଭରି ପୁଣି କଥା ହଉଛି ତୁମ ସହିତ। ଅର୍ଡର ବି ଭଲରେ ଭଲରେ ଡେଲିଭର ହେଲା। ଭାଇ ଆମର ଗୋଟେ ଗିମ୍ବଲ ମଗେଇଥିଲେ, ସେଥିପାଇଁ ଟାଇମ ପଳେଇଲା। ସେଟା ଓପନ ବକ୍ସ ଡେଲିଭରି ଥିଲା। ତାପରେ ଓପନ ବକ୍ସ ଡେଲିଭରି ଥିଲା ବୋଲି ଖୋଲିକି ଦେଖେଇକି ଫଟୋ ଉଠେଇତେ ପଡିଲା। ଏବେ ବି ଦେଖିପାରୁଥିବ ରାସ୍ତା ଫାଙ୍କା ଅଛି, ଶୀତ ଏବେ ବି ନାଗୁଛି ହେଲା। ଏଇଠି ଜଣେ ଛକରେ ଅଛନ୍ତି, ସିଏ ଜଣେ ନେବେ, ତାଙ୍କର ଗୋଟେ ଅଛି। ଦେଇକି ଯିବା କାହାଳିଆ ଆଡକୁ ଯିବା, କାହାଳିଆ ଆଡକୁ ଯିବା। ଚାଲ ଯିବା। କାହାଳିଆ ଛକ ଆସିକି ପହଞ୍ଚିଗଲେଣି। ଦେଖ କାହାଳିଆ ଛକ ରାସ୍ତା, ଲୋକ ଚଳପ୍ରଚଳ ପୁଣି ଥରେ ଆରମ୍ଭ ହେଇଗଲାଣି ହେଲା, ଡେଲି ଭଳିଆ। କିନ୍ତୁ ଗତ 2 ଦିନ ଯୋଉ କୁହୁଡି କରିଥିଲା ଭାଇ, ଏବେ ଯାଏଁ ମାନେ ଏବେ ଯାଏଁ ତ ମୁଁ 3ଟା ଅର୍ଡର ଦେଇଛି, 3ଟା ଅର୍ଡର ବି ଦେଇ ପାରୁନଥିଲି ହେଲା। ଏଇଟା ହେଇ କେଦାର ଭାଇ ଦୋକାନ ଦେଖିପାରୁଛ। ଏଇଟା ଗୋଟେ ଚିହ୍ନା ଛୁଆଟା ଆସିବ, ତାକୁ ଫୋନ ମାରେ ଆସୁ ତାପରେ ଦେଖିବା ଆଉ। ଏଇଟା ହଉଛି ତାଙ୍କ ପାର୍ସଲ। ଦେଖିପାରୁଥିବେ। ହ୍ୟାଲୋ ଗାଇସ୍। ଏଟା 3 ତାରିଖ ଆସିବା କଥା, ଆଜି ପଳେଇଗଲା। ମୋର ଗୋଟେ ଆମର କଣ ଗୋଟେ ଚପଲ ଅର୍ଡର କରିଛି, ଦେଖୁଛୁ 7 ତାରିଖ 4 ତାରିଖ ଆସିଯିବ ନା। ଦେଖିବା କିସ ହଉଛି। ଦେଖ ତମେ ଫୋନ କରିଦେଇ ମାନେ ଶୀଘ୍ର ଆସିଲେ ବି ଏମାନଙ୍କର ପ୍ରୋବ୍ଲେମ, ଡେରିରେ ଆସିଲେ ବି ଏମାନଙ୍କର ପ୍ରୋବ୍ଲେମ ହେଲା। ଶୀଘ୍ର ଆସିବା ଦରକାର, ମାନେ ଲେଟ୍ ହେଇଯାଉଛି ମୋର। ପଇସା ପଇସା ମତେ ଦଉଛି, ପଇସା ଦେଇକି ଆଜି ଦୋକାନ ଯାଇନି ଛୁଟି। ମୁଁ ନୂଆ ବର୍ଷରେ ଯିବିନି। ତମେ ଏଞ୍ଜୟ କରୁଛ କିଏ ଏଞ୍ଜୟ? ନୂଆ ବର୍ଷରେ କିଏ ଯିବ ନା? ଆଜି କିସ 2 ଟଙ୍କା 2 ଟଙ୍କା ମୁଁ କେଉଁଠୁ ଆଣିବି? କହୁଛି 2 ଟଙ୍କା। ନା ଏଟା ଠିକ କରୁନଥିବ ବୁଝିଲ ନା। ଫ୍ଲିପକାର୍ଟ ବାଲାକୁ ଯେତେ ଥର ଆସିବେ 5 ଟଙ୍କା 3 ଟଙ୍କା ସବୁ ନେଇଯାଆନ୍ତି, ମୁଁ କିଛି ନେଇକି ଯାଇନି। ଧରନା କ୍ୟାମେରାଟା, କିଏ ଦେଖେ କିଏ ଏଗୁଡ଼ା? ଏଟା ବ୍ଲଗିଂ। ବ୍ଲଗ ତୁ କଣ ଭାବୁଛୁ ମୁଁ ବ୍ଲଗିଂ କରିପାରିବି? ନା ନା, ମୁଁ କହିନି ମତେ ହଉଛି ତମେ ବୋଧେ ଇଏ କରିଥିବ। ଦେଖିପାରୁଥିବେ ଆଙ୍କ ପାଖରେ କେତେ ପଇସା, ଦେଖିପାରୁଥିବେ। ଏବେ ଯାଉଛୁ ଶିମୁଳିଆ ଆଡକୁ ଯାଉଛୁ। ଏଇଟା ଥିଲା ଚିହ୍ନା ଛୁଆଟା ଥିଲା ହେଲା, ସେଥିପାଇଁ ଏମିତି ମଜାକ କରୁଥିଲା। ଆଉ ଏବେ ଯିବା ଶିମୁଳିଆ ଆଡକୁ ଯିବା। ସତଟା କହିବି ନା, ବ୍ଲଗିଂ କନଫିଡେନ୍ସ ଥିବା ଦରକାର। ବ୍ଲଗିଂ କରିବା ପାଇଁ କନଫିଡେନ୍ସ ଥିବା ଦରକାର। କନଫିଡେନ୍ସ ନହେଲେ ବ୍ଲଗିଂ କରିହବନି ହେଲା। ବାଳ ଯେତିକି ଡର ଭିତରୁ, ମାନେ ଡର କଣ ଲାଗିବ ଯେ ନିଜ ଭିଡିଓ ନିଜେ ବନଉଛୁ, ଡର ଲାଗିବା ସେଟା କିଛି ନୁହେଁ। ବ୍ଲଗିଂ କରିବା ପାଇଁ କନଫିଡେନ୍ସ ନିହାତି ଦରକାର। ମାନେ ଜଣେ ଲୋକଙ୍କ ଆଗରେ ଭିଡିଓ କରିବା ଏଟା ବହୁତ ତାକୁ ମାନେ ଭିତରୁ ଗୋଟେ ଇଏ ଟାଇପର ଲାଗେ ଆଉ। ଦେଖ ଏଇଟା ପଥର ମୂର୍ତ୍ତି କାମ ଏଇଠି ହୁଏ ଆମର ହେଲା। ଏବେ ଯିବି ଶିମୁଳିଆ ଯିବି, ସେଠି ବି 2ଟା ପାର୍ସଲ ଜଣଙ୍କର ଅଛି।
ତାକୁ ଦେଇକି କାହାଳିଆରୁ ଫେରିବା, ଯିବା ବଡ଼ତା, ବଡ଼ତାରୁ ଘରକୁ। ବୋଧେ ପାର୍ସଲ ସରିଗଲାଣି। ଦେଖିବ ତ ଗାଁ ଆଉ ଗୋଟେ ଗାଁରେ ଠିଆ ହେଇଛି ଆଉ ଜଣଙ୍କର ହେଲା। ପାର୍ସଲ ଅଧା ଅଧି ଅଲରେଡ଼ି ସରିଗଲାଣି। ଆଉ ଗୋଟେ ପାର୍ସଲ ଥିଲା ଦେଖିବାକୁ। ତୋ ନାଁ କିସ? ହାଁ ନାଇଁ ପୁରା ଓମ୍ ଲେଖିଛୁ ପଛଆଡ଼େ। ହାଁ ଏଇ ତୋ ନାଁ ପୁରା ଓମ୍ ଲେଖିଛୁ ପଛଆଡ଼େ। ଲେଖିକି ବୁଲୁଛୁ କହୁଛୁ ମୁଁ ଜାଣିନାହିଁ ନା। ମାନେ ସକାଳୁ ଉଠିକି ଗାଁ ବୁଲିବାର ମଜା ହିଁ କିଛି ଅଲଗା ହେଲା। ପୁଣି ଗାଡ଼ିର ପୁଣି ଶୀତ ଦିନିଆ ଗାଁଟା ଫାଟୁଛି ଶୀତର ପୁରା ଅଲଗା ପ୍ରକାର ହେଲା। ଏଇଟା ମହାଦେବ ମନ୍ଦିର, ଏଇଟା ଗଢ଼ିଆ। ଏଇଟା ପୁରା ଗାଁ ଠିଆ ହେଇଛି, ମୁଁ ପୁରା ଗାଁ ଭିତରେ। ଦେଖ ବାବାଙ୍କ ମନ୍ଦିର ଏଇଟା। ଗଢ଼ିଆ ଦେଖ ଗଢ଼ିଆ, ଥଣ୍ଡା ପବନ, ମନ୍ଦିର। ସେଇ ଗାଁର ପାର୍ସଲ ଦେବା ସରିଗଲା। ଏବେ ଆଉ ଗୋଟେ ଗାଁକୁ ଯାଉଛୁ, ଦେଖିପାରୁଥିବ ଦେଖାଉଛି ରୁହ ଦେଖ। ଆଉ ଗୋଟେ ଗାଁକୁ ଯାଉଛୁ। ଆମ କୁହୁଡ଼ି ଏମିତିକା ପାହାଡ଼ ଟୋଟାଲି ଦେଖା ହଉନାହିଁ ହେଲା। ଟୋଟାଲି ପାହାଡ଼ ଦେଖା ହଉନି। ଦେଖ ଏଇଟା ଆଉ ଗୋଟେ ଗାଁ, ଏଇଟା କାହାଳିଆ ବୋଲି କହନ୍ତି ହେଲା। ସେ ଭିତରେ ଆଉ ଗୋଟେ ଗାଁକୁ ଯାଉଛୁ। ସେଠି 2-3ଟା ପାର୍ସଲ ଅଛି। ସେଠି ପାର୍ସଲ ଦେଇ ସାରିଲା ପରେ ତାପରେ ପର୍ତ୍ତାପଡ଼ାରେ ସେଠି 2-3ଟା ପାର୍ସଲ ଦେଇକି ତାପରେ ଡାଇରେକ୍ଟ ଘରକୁ ଯିବି ଆଉ। ଦେଖ କୁହୁଡ଼ି ଏମିତିକା ହେଇଛି, ମାନେ କୁହୁଡ଼ି ଏମିତିଆ ହେଇଛି ଦେଖା ହଉନାହିଁ। ହାତ ପୁରା ହେମାଳ ହେଇଯାଉଛି, ମାନେ ଅଲଗା ପ୍ରକାର ଶୀତ ନାଗୁଛି। ଖରା ଧୀରେ ଧୀରେ ଟିକେ ଖରା କଲାଣି। ଧୀରେ ଧୀରେ ଟିକେ ଖରା କଲାଣି। ଏ ଶୀତର ପ୍ରାୟତଃ ଲୋକ ଉଠି ନଥାନ୍ତି, ଏବେ ଉଠନ୍ତି। କିନ୍ତୁ ଆମର କାମ ଯେହେତୁ ଆମେ 7ଟା ବେଳୁ ଉଠିକି ପାର୍ସଲ ନେଇକି ପାର୍ସଲ ସାରିବାର ଅଛି, ଆଉ କିଛି ନୁହେଁ। ମାଇଣ୍ଡରେ ଏତିକି ଜିନିଷ ଟେନସନ୍ ଥାଏ, ଆଉ କିଛି ନଥାଏ। କୁହୁଡ଼ି ଦେଖ କୁହୁଡ଼ି। ଏଇଟା ଅଛି ଅଙ୍ଗନବାଡ଼ି। ଲୋକ ଗୋଟେ ଗୋଟେ ଆସୁଛନ୍ତି। ଦେଖ ଏଇଠି ରହିବା, ଫୋନ୍ ମାରିବା ଅଚିନିକା, ଫୋନ୍ ମାରିବା କାହାର ପାର୍ସଲ ଅଟୋ ଏଇଠି, ତାପରେ ଯିବି ପାର୍ସଲ ଦେବା ପାଇଁ ଯିବି। କାହାଳିଆର ପାର୍ସଲ ସରିଗଲା। ଏବେ ପୁଣି ଅଛି ସତ୍ସଙ୍ଗ ବିହାର ପଛପଟେ ଗୋଟେ ଦେଇକି ତାପରେ ଯିବି ଆମର ପର୍ତ୍ତାପଡ଼ା, ନରସିଂହପୁର, ବଡ଼ତା ଏଇଭଳିଆ ପାର୍ସଲ ଅଛି। ଏଟା ଯିବା। ରାସ୍ତା ଏବେ ଯାଏଁ ବି କୁହୁଡ଼ିରୁ କ୍ଲିୟର ହେଇନାହିଁ ହେଲା। ଏବେ ଯାଏଁ ବି କୁହୁଡ଼ି ଧୂଆଁ ପାହାଡ଼ଟା ଦେଖା ବି ହଉନି ହେଲା। ଏବେ ଯାଏଁ ବି ଧୂଆଁ ହଉଛି। ଫାଙ୍କା ପୁରା ରାସ୍ତା ପୁରା ଫାଙ୍କା। କୋଉମାନଙ୍କୁ ସକାଳୁ ଉଠିକି ଗାଢୁଆ ବୁଲିବା ପାଇଁ ଭଲ ଲାଗେ, ସେମାନେ ପ୍ଲିଜ କମେଣ୍ଟ କରିକି କହିବ। ବୁଝିପାରିଲ ନା କଥାଟା। ଡେଲିଭରିଟା ସରିଲା ପରେ ଦେଖିପାରୁଥିବ ମୁଁ ଯାଉଛି ପର୍ତ୍ତାପଡ଼ା ଯାଉଛି ହେଲା। ତ ମୋତେ ତ ଏତେ ଶୀଘ୍ର ବ୍ଲଗ୍ ଏଣ୍ଡ କରିବାର ନଥିଲା, କିନ୍ତୁ ମୋବାଇଲର ଚାର୍ଜ ଆଉ ଜମା 17% ଅଛି ହେଲା। ସେଥିପାଇଁ ବ୍ଲଗ୍ ଏଣ୍ଡ କରିତେ ଯାହା ହେଲେ ବି ବ୍ଲଗ୍ ଏଣ୍ଡ କରିମି। କାହିଁକିନା କାମ କରିହେବନି। ଆହୁରି ଅଳ୍ପ କିଛି ପାର୍ସଲ ଅଛି, ତାକୁ ଦେଇକି ପୁଣି ଘରକୁ ଫେରତେ ପଡ଼ିବ। ଦେଖିପାରୁଥିବ ହେଲା। ଏଇଟା ଓଲ୍ଡମ ଭିତରେ ମୁଁ ଚାଲିଛି ହେଲା। ତ ଆଉ ଯାହା କିଛି ପାର୍ସଲ ଅଛି ତାକୁ ସାରିକି ପୁଣି ଘରକୁ ଫେରତେ ପଡ଼ିବ। ସେଥିପାଇଁ ବ୍ଲଗକୁ ଏଣ୍ଡ କରତେ ପଡ଼ିଲା। ତ ମୁଁ ଏଇଠି ରହିଲି। ନୂଆ ବର୍ଷର ନ୍ୟୁ ଇୟର ଦିସ୍ ଇଜ୍ ମାଇ ଫାର୍ଷ୍ଟ ବ୍ଲଗ୍। ଯେଉଁମାନଙ୍କ ବି ଡେଲିଭରି ବୟ କାମ ଭଲ ଲାଗେ ସେମାନେ ପ୍ଲିଜ୍ ଥରେ କମେଣ୍ଟ କରିବ ହେଲା। ଆଉ ଦେଖା ହବ ପୁଣି ଆଉ ଗୋଟେ ନେକ୍ସଟ ବ୍ଲଗରେ। ରହିଲି ବା ବାଇ। ଏବେ ଡେଲି ବ୍ଲଗ ଆସିବ। କିଛି କାମ ପାଇଁ ମୁଁ ବ୍ଲଗ୍ କରିପାରିନଥିଲି, କିନ୍ତୁ ଡେଲି ବ୍ଲଗ୍ ଆସିବ। ଖାଲି ଆପଣମାନଙ୍କ ସପୋର୍ଟ ଦରକାର, ତମମାନଙ୍କ ସପୋର୍ଟ ଦରକାର। ଡେଲି ବ୍ଲଗ୍ ମୁଁ ଛାଡ଼ିବି ହେଲା। ଆଉ ମୁଁ ରହିଲି। ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ। ପୁଣି ଥରେ ଦେଖାହବ ଆପଣମାନଙ୍କ ସହିତ ଆଉ ଗୋଟେ ନେକ୍ସଟ ବ୍ଲଗରେ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।